ମୋ ସ୍ୱାମୀ ମୋତେ ଧୋକା ଦେଇଛି। ମୁଁ ନିଜକୁ ସମ୍ଭାଳି ପାରୁନି। ଯାହା ହେବ ମମି ମୋତେ କ୍ଷମା କରିଦେବୁ। ସ୍ୱାମୀଙ୍କ ନିର୍ଯାତନା ସହି ନପାରି ଜଣେ ସାମ୍ବାଦିକା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସାମ୍ବାଦିକା ଜଣକ ହେଲେ ମଧୁସ୍ମିତା ପରିଡା। ରେଳବାଇ ପୁଲିସ ଖଣ୍ଡ ବିଖଣ୍ଡିତ ମୃତ୍ୟୁଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ୍ୟୁ ପୂର୍ବରୁ ମଧୁସ୍ମିତା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଉକ୍ତ ଭିଡିଓରେ ସେ ତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କ ନିର୍ଯାତନା ବିଷୟରେ ଜଣାଇଛନ୍ତି। ତାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ନିଜ ସ୍ୱାମୀଙ୍କ ଅନୈତିକ ପ୍ରେମ କଥା ଜାଣିବା ପରେ ସେ ଏମିତି କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମଧୁସ୍ମିତା ଟ୍ରେନ୍ ଲାଇନକୁ ଡେଇଁବା ପୂର୍ବରୁ ସୋସିଆଲ ମିଡିଆରେ ଏକ 4.5 ମିନିଟର ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ସେ କହିଛନ୍ତି, ସରି ମମି ମୋତେ କ୍ଷମା କରିଦେବୁ। ଭୁଲିଯିବୁ ତୋର ଗୋଟିଏ ଝିଅ ଥିଲା ବୋଲି। ଯାହା ବି କରିବାକୁ ଯାଉଛି ସମସ୍ତଙ୍କୁ ସରି। ଦୁନିଆରେ ଏତେ ଫ୍ରଡ୍ ଲୋକ ଅଛନ୍ତି ବୋଲି କେବେ ଜାଣିନଥିଲି। 5 ବର୍ଷ ଧରି ରିଲେସନ ରହିବା ପରେ ବାହା ହୋଇଥିଲି। ହେଲେ ମୋ ସ୍ୱାମୀ ମୋତେ ଧୋକା ଦେଇଛନ୍ତି। ସେ ଆଉ ଜଣଙ୍କ ସହ ରିଲେସନରେ ଅଛନ୍ତି। ତା ସହିତ ରାତି 1-2ଟା ପର୍ଯ୍ୟନ୍ତ ଗପୁଛନ୍ତି। ଏ ସମ୍ପର୍କରେ ମୁଁ ଜାଣିନେଲି। ସେଇଟା ମୋର ସବୁଠାରୁ ଭୁଲ ହେଲା। ଏବେ ସେ କହୁଛନ୍ତି ମୋ ସହିତ ରହିବେନି, ଡିଭୋର୍ସ ଦେବେ। ତାଙ୍କୁ ସମସ୍ତେ ବୁଝାଇ ସାରିଲେଣି ହେଲେ ସେ ବୁଝୁନାହାନ୍ତି। 10 ଦିନ ଛୁଟିରେ ଆସି ଖାଲି ଝଗଡ଼ା କରୁଛନ୍ତି।